ଯେତେ ଯେତେ ବି ଷ୍ଟାଇଲିଶ ଡ୍ରେସ୍ ଆସି ଯାଉ ଗଡ଼ ତ ସେୟା ହିଁ ରହିବ। ମାଟି ଯୋଉଟା ମାଟିକୁ କିଏ ଭୁଲିବ କି ଆଉ। ତ ବୁଣାକାରର ପରିଚୟଟା କ'ଣ ଏ ସିନେମାରେ ଆପଣମାନେ ଦେଖିଲେ ଏଇଟା ଆମର ସଂଘର୍ଷ ନୁହେଁ, ଏଇଟା ଆମ ପରିଚୟ। ହଲିଉଡକୁ ଏବେ ବଡ ପରଦାରେ ଆସିବାକୁ ଯାଉଛି ମେହେର ମୁଣ୍ଡା। ଫିଲ୍ମର ନାୟକ ଏବେ ଆମ ପାଖରେ ଅଛନ୍ତି, ଯିଏକି ଆପଣଙ୍କ ମାନଙ୍କ ଫେଭରେଟ ଆଉ ମୋର ବି ମଧ୍ୟ ପର୍ସନାଲି ଫେଭରେଟ, ଜ୍ୟୋତି ସାର୍। ନମସ୍କାର ମ୍ୟାମ୍, ବହୁତ ଭଲ ଅଛି। ଫିଲ୍ମର ନାଁ ଯୋଉ ମେହେର ମୁଣ୍ଡା ଅଛି, ଏ ନାଁଟି ପଛର ରହସ୍ୟ କ'ଣ? ରହସ୍ୟ ଗୋଟେ ବୁଣାକାର ସଂଘର୍ଷ, ଗୋଟେ ବୁଣାକାର କେମିତି ଶାଢ଼ୀ ବୁଣୁଛି, ଆପଣମାନେ ଯୋଉ ଜିନିଷରା ପିନ୍ଧୁଛନ୍ତି, ଶାଢ଼ୀ ହଉ ବସ୍ତ୍ର ହଉ ଯାହା ବି ପିନ୍ଧୁଛନ୍ତି, ତା ପଛରେ କେତେ ସଂଘର୍ଷ ଏ ସିନେମାଟି ମେହେର ମୁଣ୍ଡା। ମେହେର ମୁଣ୍ଡାର ଡେଫିନେସନ କିଛି ଅଲଗା ଅଛି କି? ମେହେର ମୁଣ୍ଡା କ'ଣ ପାଇଁ ନାଁଟି ଦିଆ ହେଇଛି ଫିଲ୍ମର? ଡେଫିନେସନ କିଛି ନାହିଁ। ମେହେର ମୁଣ୍ଡା ଇଟସେଲ୍ଫ ଏ ବୁଣାକାରଙ୍କ ଗାଁ, ମେହେରଙ୍କ ଗାଁ। ତ ଗୋଟେ ଗାଁ ଅଛି ମେହେର ମୁଣ୍ଡା ସୋନପୁରରେ। ତ ଆମେ ସେଇଠି ହିଁ ସେ ଟୋଟାଲ ସୁଟିଂ ଆମର ସେଇଠି ହେଇଛି। ଆମ ଡାଇରେକ୍ଟର ନିକୁଞ୍ଜ ହୋତା ଟୋଟାଲ ଏଇ ସିନେମାଟି ବନେଇଛନ୍ତି। ତ 15 ତାରିଖ ଆସୁଛି, ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଯେତେବେଳେ ଫିଲ୍ମର କାହାଣୀଟି ଶୁଣିଲେ କି ଗୋଟେ ନୂତନ ଚରିତ୍ର ଉପରେ ଆସିବାକୁ ଯାଉଛି, ତ ଆପଣଙ୍କ ରିଆକ୍ସନ କ'ଣ ଥିଲା? କିଛି ରିଆକ୍ସନ ନଥିଲା। ମୁଁ ନିଜକୁ ବହୁତ ପ୍ରାଉଡ ଫିଲ୍ କରେ କି ମୁଁ ଏମିତିଆ କ୍ୟାରେକ୍ଟର କରିପାରିଛି, ଆଉ ଖୁସି ଲାଗେ କି ଏମିତିଆ କ୍ୟାରେକ୍ଟର ମୋ ପାଖକୁ ଆସିଲା, ଆଉ ମୁଁ ବୁଣାକାରଙ୍କର ବାର୍ତ୍ତା ମୁଁ ଦର୍ଶକ ମାନଙ୍କୁ ଦେଖେଇ ପାରିବି। ଲୋକମାନେ ତ ବହୁତ ଅଲିଉଡରେ ବହୁତ ସାରା ମୁଭି ସବୁବେଳେ ରିଲିଜ ହବାର ଲାଗିଛି, ତ ଗୋଟେ ନ୍ୟୁ ଷ୍ଟାଇଲର ମୁଭି ଆସିବାକୁ ଯାଉଛି, ଲୋକମାନେ ଏଇ ମୁଭିଟାକୁ କାହିଁକି ଦେଖିବେ କାହିଁକି? ଗୋଟେ ହେଲା ଶାଢ଼ୀର କଥା, ଶାଢ଼ୀ ବୁଣାକାରଙ୍କ କଥା, ଆଉ ଆପଣ ବସ୍ତ୍ର ଯାହା ବି ସବୁ ପିନ୍ଧୁଛନ୍ତି ଆପଣ ଉପରେ ମାନେ ଆପଣ ଜାଣିପାରିବେ ତା ପଛରେ କଷ୍ଟଟା କ'ଣ, ଆଉ କ'ଣ ପାଇଁ ଦେଖିବାକୁ ଯିବେ ସେଇଟା ଆପଣ ସିନେମା ଯେତେବେଳେ ଦେଖିବେ ସେତେବେଳେ ଆପଣଙ୍କୁ ସେତିକି ଇମୋସନାଲି ଟଚ୍ କରିବ କି ଆମେ ଯାହାକୁ ସେତିକି ରେସ୍ପନ୍ସିବଲ ଭାବୁନୁ, ବଟ୍ ଆକ୍ଚୁଆଲି ସେମାନେ ବହୁତ ରେସ୍ପନ୍ସିବଲ। ଯେତେବେଳେ ଫିଲ୍ମଟି ଚାଲିଥିଲା କିଛି ଷ୍ଟ୍ରଗଲ ଆସିଛି କି ଆପଣଙ୍କୁ? ନାଇଁ, ଷ୍ଟ୍ରଗଲ ସେମିତି କିଛି ଆସିନି, ବଟ୍ ଆମେ ସୁଟିଂ କରିବାକୁ ବହୁତ ମାନେ ଆମେ ତାଙ୍କ ସାଙ୍ଗେ ମିଶିବା ୟା ତନ୍ତି ଶିଖିବା। ମୁଁ 2 ଦିନ ପୂର୍ବରୁ ଯାଇକି ତନ୍ତି ଶିଖିଲି, ଆଉ ବହୁତ ବଢ଼ିଆ କିନି ବି ଶିଖେଇଲେ, ବହୁତ ଭଲ ଲାଗିଲା। ସୋ ଯେତିକି ସୁଟିଂର ଦରକାର ମୁଁ ସେତିକି ଶିଖିବାକୁ ଚେଷ୍ଟା କରୁଛି, ଆଉ ଦର୍ଶକମାନଙ୍କୁ ଦେଖେଇବାକୁ ଚେଷ୍ଟା କରୁଛି। ଯେତେବେଳେ ଆପଣ ତନ୍ତି ଶିଖିଲେ ସେତେବେଳେ କିଛି ନୂଆ ଏକ୍ସପିରିଏନ୍ସ ଗେନ୍ କରିଛନ୍ତି? ନିଶ୍ଚୟ ସେଟା ଶିଖିଛି ବୋଲି ସେଇଟା ମୁଁ କରିପାରିଲି, ଆଉ ଭଲ ଲାଗିଲା କି ଗୋଟେ ନୂଆ ଜିନିଷ ଶିଖିବାକୁ ମିଳିଲା, ଆଉ ଦର୍ଶକ ମାନଙ୍କୁ ବି ନୂଆ ସିନେମାର ଗୋଟେ ଅଲଗା ସ୍ୱରଟା ଦେଖିବାକୁ ମିଳିବ, ସେଟା ବି ଭଲ ଲାଗିବ ଆଶା। ମେହେର ମୁଣ୍ଡା ମୁଭି ଯେତେବେଳେ ଚାଲିଥିଲା, ଗୋଟେ ନୂଆ ଗାଁ ନୂଆ ଲୋକ ତାଙ୍କ ସହ ମିଶିବାରେ କିଛି ଚ୍ୟାଲେଞ୍ଜ ଫେସ୍ କରିବାକୁ ପଡିଥିଲା? ନାଇଁ, ବହୁତ ଭଲ ସେ ରେସ୍ପେକ୍ଟ ଦେଇଥିଲେ, ଆଉ ବହୁତ ଭଲ ଆଦରରେ ସେମାନେ ଆମକୁ ନିମନ୍ତ୍ରଣ କରିଥିଲେ। ଆମେ ବହୁତ ଭଲସେ ସୁଟିଂ କରିଛୁ, ବହୁତ ଖୁସି ଲାଗିଲା ସେଠି ସୁଟ୍ କରିକି। ଆଉ ଯେତେବେଳେ ସେମାନେ ନିଜେ ଜାଣିଲେ କି ଆମେ ବୁଣାକାର ଉପରେ ସିନେମା କରୁଛୁ, ସେମାନେ ଆହୁରି ଖୁସି ହେଇଗଲେ କି ଯାହା ହଉ ଆମ ଉପରେ ବି କିଏ ଗୋଟେ ସିନେମା କରିପାରୁଛି। ମେହେର ମୁଣ୍ଡାର କିଛି ଡାଇଲଗ ଦର୍ଶକ ମାନଙ୍କ ପାଇଁ କିଛି କହିପାରିବେ କି? ସିନେମାର ଗୋଟେ ବହୁତ ବଢିଆ ଡାଇଲଗଟା ଅଛି, ଆପଣ ଟ୍ରେଲରରେ ବି ଶୁଣିଥିବେ ଲାଷ୍ଟରେ। ଏଇଟା ଆମର ସଂଘର୍ଷ ନୁହେଁ, ଏଇଟା ଆମ ପରିଚୟ। ତ ବୁଣାକାରର ପରିଚୟଟା କ'ଣ ଏ ସିନେମାରେ ଆପଣମାନେ ଦେଖିଲେ ରିସେଣ୍ଟଲି ସଂଘର୍ଷଟା ତ ମୁଁ ଜାଣିନି, ବଟ୍ ମୁଁ ଜାଣିଛି ଯେତିକି ମାନେ କି ଅନଲାଇନ୍ ଆଉ ଅଫଲାଇନ୍ର ସଂସ୍ଥା ଯୋଉ ଜିନିଷଟି ତାଙ୍କର ବହୁତ ଡିଫରେନ୍ସ କ୍ରିଏଟ୍ କରେଇଥିଲା, ସେ ଜିନିଷଟା ଏବେ ସଲ୍ଭ ହେଇଯାଇଛି, ଆଉ ସେମାନେ ବହୁତ ଭଲସେ ଅଛନ୍ତି। ଆଉ ଯେତେ ଚାହିଦା ବି ଯେତେ ବି ଆମେ ଡ୍ରେସ୍ ଯାହା ବି ପିନ୍ଧୁ, ସେ ସବୁ ଜିନିଷ ବୁଣାକାର ମାନଠୁ ହିଁ ଆସେ। ତ ତାଙ୍କ ଚାହିଦା କେବେ କମିବନି, ଆଉ କଥା ହେଲା ତାଙ୍କ ପ୍ରାପ୍ୟଟା ମିଳେନି ଯେତିକି ସେମାନେ ବୁଣନ୍ତି, ସେଇ ଜିନିଷଟି ତାଙ୍କର ସଂଘର୍ଷ ଆଜି ଯାଏଁ ଅଛି। ଆଉ ଆଶା କରୁଛି ସିନେମା ଦେଖିଲା ପରେ ତାଙ୍କୁ ନିଜକୁ ସନ୍ତୁଷ୍ଟ ମିଳିବ କି ଯାହା ହଉ ଆମ ଉପରେ ବି କିଏ ଗୋଟେ ସିନେମା କଲେ। ଆପଣ ଯେତେବେଳେ ଏଇ ନୂଆ ଚରିତ୍ରକୁ ଆପଣେଇଲେ, ଆପଣଙ୍କୁ କିଛି ମାନେ ନୂଆ ଲାଗିଲା କି କ'ଣ ଚେଞ୍ଜେସ୍ କଲେ କି ଆପଣ ଲାଇଫଷ୍ଟାଇଲ ଆପଣଙ୍କର? ନିଶ୍ଚୟ ବହୁତ ଜିନିଷ ଚେଞ୍ଜେସ୍ ହେଲା। ମୋର ପିନ୍ଧିବା ଷ୍ଟାଇଲ, ମୋର ଚାଲିବା ଷ୍ଟାଇଲ, ମୋର କଥା କହିବା ଷ୍ଟାଇଲ ତାଙ୍କ ଭଳିଆ ହବାକୁ ଚେଷ୍ଟା କଲି। ମୁଁ ତାଙ୍କ ସାଙ୍ଗେ ରହିଲି, ତାଙ୍କ ସାଙ୍ଗେ ବୁଲିଲି, ତ ତାଙ୍କ କଥାବାର୍ତ୍ତା ଶିଖିବାକୁ ଚେଷ୍ଟା କଲି। ତ ଆଶା କରୁଛି କି ବୁଣାକାର ଯୋଉ ବି ବୁଣାକାର ଏ ସିନେମାଟି ଦେଖିବେ, ସେ ବୁଣାକାର ନିଜକୁ ଭାବିବେ କି ହଁ ମୁଁ ବି ଜଣେ କମଳାକାନ୍ତ ମେହେର। ତ ସେଇଟା ଜାଣିଲେ ସେମାନେ ସେତିକି ଯଦି ତାଙ୍କୁ ଫିଲ୍ ହବ କି ହଁ ଏଇଟା ମୋ ଷ୍ଟୋରି ଉପରେ ଦେଖେଇଛନ୍ତି, ତ ଆମ ପାଇଁ ସେତିକି ବହୁତ ଖୁସି ହେଇଯିବ। ଆମେ ଦର୍ଶକ ମାନଙ୍କୁ କ'ଣ କହିବାକୁ ଚାହିଁବେ?
କହିବି 15 ତାରିଖ ସିନେମା ଆସନ୍ତୁ ଆଉ ଆପଣମାନଙ୍କ ନିୟରେଷ୍ଟ ଥିଏଟର୍ସରେ ପଡ଼ିବ। ट्रेलर गीत टीजर को बहुत भल पाइबा बहुत भल रेस्पॉन्स दउछन्ती ଆଉ ଭଲ ଭଲ କମେଣ୍ଟ କରୁଛନ୍ତି ତ ସମସ୍ତେ ବହୁତ ଜଣ ମତେ ବି କମେଣ୍ଟ କରନ୍ତି ମତେ ବି ମେସେଜ କରନ୍ତି କି ଆମେ ଅପେକ୍ଷା କରୁଛୁ ମେହେର ମୁଣ୍ଡା ସିନେମା ଦେଖିବା ପାଇଁ। ତ ଆଜିକାଲି ସବୁ ଚୁଜ୍ କରୁଛନ୍ତି ସେମିତିଆ ସିନେମା ଦେଖିବା ପାଇଁ ଯେତିକି ଆମର 2 ବର୍ଷ ଭିତରେ ମୋର ବି ବହୁତ ସିନେମା 2 ବର୍ଷ ଭିତରେ ଆସିଛି 2-3ଟା ଆହୁରି ବହୁତ ସିନେମା ଆସିଛି। ଆପଣ ମାନେ ଯୋଉ କାହାଣୀଟା ଭଲ ସେ କାହାଣୀକୁ ଆପଣ ପସନ୍ଦ କରୁଛନ୍ତି ଆଉ ସେଟା ଆପଣ ବି ପ୍ରୁଫ୍ କରିଦେଇଛନ୍ତି। ତ ଏଇ ସିନେମାଟା ବି ଆପଣଙ୍କୁ ସେତିକି ଭଲ ଲାଗିବ ଆଉ ଟ୍ରେଲରକୁ ଏତେ ଭଲ ପାଇବା ଦେଇଛନ୍ତି ତ ମୋର ଆଶା ଅଛି କି ଆପଣ ମାନେ ସିନେମା 15 ତାରିଖ ଆସିଲେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ସମସ୍ତଙ୍କୁ କହିଲି ଦର୍ଶକଙ୍କୁ ଯେନ୍ କଥା ନାହିଁ କି ମାନେ ମୁଁ ଏଠି କାହାକୁ ବି ଇଏ କରିବିନି କି ଏମାନେ ଦେଖନ୍ତୁ ଏମାନେ ଦେଖିବା କଥା ନ ଦେଖିବା ସମସ୍ତଙ୍କୁ ଦେଖିବା କଥା କାହିଁକି ନା ଆମେ ସମସ୍ତେ ଡ୍ରେସ୍ ପିନ୍ଧିବ ଜୀବନ ସାରା ଏମିତି ବସ୍ତ୍ର ଆମେ ପିନ୍ଧିବୁ ଭଲ ଭଲ ନୂଆ ନୂଆ ଶାଢୀ ପିନ୍ଧିବୁ ବଟ୍ ତା ପଛର ସଂଘର୍ଷ ସମସ୍ତେ ଦେଖିବା କଥା। ଯେତେ ବି ଷ୍ଟାଇଲିଶ ଡ୍ରେସ୍ ଆସିଯାଉ ଗଡ଼ ତ ସେୟା ହିଁ ରହିବ ମାଟି ଯୋଉଟା ମାଟିକୁ କିଏ ଭୁଲିବ କି ଆଉ। ଦର୍ଶକ ବନ୍ଧୁ ଆପଣ ମାନେ ଦେଖୁଥିଲେ ଆମ ପାଖରେ ଥିଲେ ମେହେର ମୁଣ୍ଡାର ହିରୋ ଜ୍ୟୋତି ସାର୍ ଯିଏକି ମେହେର ମୁଣ୍ଡା ଫିଲ୍ମରେ କମଳାକାନ୍ତା ମେହେର ରୋଲରେ ଆସିବାକୁ ଚାହୁଁଛନ୍ତି। ଦର୍ଶକ ବନ୍ଧୁ ଜଲ୍ଦି ଆସନ୍ତୁ ଆଉ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ 15 ତାରିଖ ଦିନ ରିଲିଜ ହେବାକୁ ଯାଉଥିବା ମେହେର ମୁଣ୍ଡା ମୁଭିକୁ ଦେଖନ୍ତୁ ଆଉ ବହୁତ ସାରା ସପୋର୍ଟ କରନ୍ତୁ।